ଠାକୁର ଦର୍ଶନ କରିସାରି ଆସିକି ଗୁନୁର ମୋର ଶୋଇଥିଲୁ ସାଙ୍ଗ ହେଇ ପାଖାପାଖି। ନ ଶୋଇଲେ କ'ଣ ହେବ, ଟିକେ ତ ରେଷ୍ଟ ନେବାକୁ ପଡ଼ିବ ନା। ରେଷ୍ଟ ନେଇସାରିଲେ ସିନା 4ଟା ବେଳକୁ ପୁଣି ବୁଲିବାକୁ ଯିବୁ। ଯେହେତୁ ରହିଛୁ ସବୁ ତ ଏନ୍ଜୟ କରିବାକୁ ପଡ଼ିବ। ତାପରେ ମନ୍ଦିର ବାଟେ ଦେଇ ଯାଇକି ପହଞ୍ଚିଥିଲୁ ସମୁଦ୍ର କୂଳରେ। ଆଉ ସାଇ ତାର ସମୁଦ୍ର ଦେଖିକି କହୁଛି, ମାମା ଇଏ ଏତେ ବଡ଼ ସମୁଦ୍ର, ମୁଁ ଜମା ଯିବିନି। ମୁଁ କହିଲି ଗାଧଉନୁ ନା ନା ନା, ଆଉ ସମୁଦ୍ର କୂଳକୁ ଯିବ, ଓଦା ନହେଲେ କ'ଣ ହେବ। ତାପରେ ଆମେ ଡ୍ରେସ୍ ଫ୍ରେସ୍ ଟିକେ ଟେକି ଟାକି ଆମେ ସମସ୍ତେ ମିଶିକି ସମସ୍ତେ ଯେତିକି ଯାଇଥିଲୁ ସମସ୍ତେ ଏନ୍ଜୟ କରୁଛୁ, କିନ୍ତୁ କେହି ଭିଡ଼ିଓରେ ଆସିନାହାନ୍ତି। ତାପରେ କ'ଣ ସମୁଦ୍ର କୂଳରେ ଟିକେ ଠିଆ ହେଇକି ଓଦା ନହେଲେ ତ ଭଲ ଲାଗିବନି। ତାପରେ ଆମେ ଟିକେ ପାଣି ସହିତ ଏନ୍ଜୟ କରୁଥିଲୁ। ତ ଏନ୍ଜୟ ବହୁତ ସୁନ୍ଦର ଲାଗିଲା। ଆଉ ସନ୍ଧ୍ୟା ଟାଇମ୍ ତ ସମୁଦ୍ର କୂଳରେ ପୁରା ମସ୍ତ ଲାଗିବ। ମସ୍ତି କରି କରି ସମସ୍ତେ ଛୁଆମାନେ ତ ବେଶୀ ମସ୍ତି କରୁଥିଲା। ଆଉ ସମସ୍ତଙ୍କୁ ଥଣ୍ଡା ଧରିଥିଲା କିନ୍ତୁ କେହି ମାନୁନଥିଲେ। ତାପରେ ଟିକେ ଚା ମାରି ଦେଇଥିଲୁ। ଚା ନ ପିଇଲେ କ'ଣ ହେବ, ପବନ ଯେଉଁ ଦେଉଛି ଚା ପିଇଲେ ସିନା ମାଇଣ୍ଡଟା ଫ୍ରେଶ୍ ଆସିବ। ତାପରେ 3 ଛୁଆଙ୍କ ପାଇଁ ଟିକେ ମକା ମଗାଇ ଦେଇଥିଲୁ। ଛୁଆମାନେ ଟିକେ ମକା ଖାଇବେ ବୋଲି ଛୁଆଙ୍କ ମକା ଦେଖିକି ତାପରେ ବଡ଼ମାନେ ବି ଗୋଟେ ଗୋଟେ ମଗାଇଥିଲେ। ସମସ୍ତଙ୍କ ପାଇଁ ବଡ଼ମାନଙ୍କ ପାଇଁ ଛଡ଼େଇକି ନେଇ ଆସିଥିଲେ। ମାଆଙ୍କୁ ଫାଷ୍ଟ ଧରେଇ ଦେଇ ମୁଁ ଖୋଜୁଥିଲି ମୋ ଖାଦ୍ୟ ପାଇଁ। ମୁଁ କ'ଣ ମକା ଖାଇବି, ମକା ତ ଟିକେ ଖାଇ ଦେଇଥିଲି। ତାପରେ ଯାଇ ପହଞ୍ଚିଥିଲି କୋବି ପକୋଡ଼ା ଲଙ୍କା ଚପ୍ ପାଖରେ। ସାର୍ ଆମର କୋବି ପକୋଡ଼ା ଲଙ୍କା ଚପ୍ ଟିକେ ନେଇ ଆସିଥିଲେ ମୋ ପାଇଁ, ତାକୁ ଖାଇ ଦେଇଥିଲି। ଖାଇ ଦେଇକି ଟିକେ ସେ ଦୋକାନ ପାଖରେ ବସିଥିଲି ଆଉ ଦେଖୁଥିଲି। ଆଉ ମୋ ସମୁଦ୍ରର ସନ୍ଧ୍ୟାବେଳେ ଦୃଶ୍ୟ ନା ପୁରା ଦେଖିଲା ଭଳିଆ। ମୁଁ ତ କେବେ ସମୁଦ୍ର କୂଳେ ସନ୍ଧ୍ୟାବେଳେ ରହିନଥିଲି, ମୋତେ ତ ବହୁତ ଶାନ୍ତି ଲାଗୁଥିଲା। ଆଉ ତାପରେ ଏନ୍ଜୟ କରି କରି ବାହାରିଲୁ ରୁମ୍କୁ। ବାଟରେ ଫେରିଲା ବେଳେ ନେଇ ଆସିଥିଲୁ ରୁଟି ତଡ଼କା ସବଜି କିଛି ମିଠା, ସେଥିରେ ହିଁ ଖାଇ ଦେଇଥିଲୁ। ବାଏ ବାଏ, ଜୟ ଜଗନ୍ନାଥ।